ପରୀକ୍ଷା ମହାଶୟପୁରୀ ପରିକ୍ରମା ଆମମାନଙ୍କ ଗ୍ରହଣରେ ଉପସ୍ଥିତ ହୋଇଛନ୍ତି। ସ୍ୱାଗତ ସହିତ ଆମମାନେ ନୂତନ ଉପାସନା ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ଯେଉଁ ସମସ୍ତ ମୂଳଠୁ ଆରମ୍ଭ ହେବ ସେହି ସ୍ଥାନକୁ ସେମାନଙ୍କୁ ମାନେ ସ୍ୱାଗତ ସହିତ ପ୍ରାର୍ଥନାର ସହିତ ଆମମାନେ ସେହି ସ୍ଥାନକୁ ନେବା ପାଇଁ ଯିବା। ତେଣୁ ପ୍ରତ୍ୟେକ ଦୟାକରି ସମ୍ମୁଖକୁ ଆସିବା ନିମନ୍ତେ ଯାଆନ୍ତୁ। କେବେଠୁ କ୍ୟାମେରାମ୍ୟାନ୍ ଫଟୋ ପ୍ରଭୁଙ୍କ ମହାନାମ ଚିନ୍ତାଲୁ ଆଜ୍ଞା ଟିକେ ପଛକୁ ଆସିଲ ପବିତ୍ର ମହାନାମ ସକାଶୁ ସେଇ ସମୟ ପଥରେ ଆମମାନଙ୍କୁ ଏକ ମହାନ କାର୍ଯ୍ୟକ୍ରମ କରିବା ପାଇଁ ପ୍ରଭୁ ସାହାଯ୍ୟ କରୁଛନ୍ତି। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ପ୍ରତ୍ୟେକ ମହାନ ଦାସ ଆମେ ପ୍ରାର୍ଥନା କରିବା। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା କରିବା। ସ୍ୱୟଂ ସ୍ୱର୍ଗୀୟ ପ୍ରଭୁ ତୁମ ପବିତ୍ର ମହାଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ କରୁଅଛୁ ପିତା। ତୁମେ ଦୟା ଅନୁଗ୍ରହ କର ପ୍ରିୟ ପ୍ରଭୁ। ତୁମରି ପବିତ୍ର ସେବା କାର୍ଯ୍ୟ ତୁମରି ସ୍ତୁତି ତୁମ ପ୍ରଶଂସା ତୁମର ଗୌରବ କରିବା ନିମନ୍ତେ ପ୍ରିୟ ପ୍ରଭୁ ଏକ ନୂତନ ଉପାସନା ମନ୍ଦିର ନିର୍ମାଣ କରିବା ନିମନ୍ତେ ପ୍ରଭୁ ଆତ୍ମାମାନଙ୍କ ହୃଦୟରେ ତୁମେ ଚାଳନ ଦେଲ ପ୍ରେରଣା ଦେଲ। ଏ ପବିତ୍ର ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ। ବିଶେଷ କରି ପ୍ରାର୍ଥନା କରୁଅଛୁ ପ୍ରିୟ ପ୍ରଭୁ ଆଜିର ଯେଉଁ ସମସ୍ତ ପ୍ରଭୁ ନୂତନ ଉପାସନା ମନ୍ଦିର ନିର୍ମାଣର ଭିତ୍ତିମୂଳ ପ୍ରଭୁ ସ୍ଥାପନ କରାଯିବ। ଏହାର ସମସ୍ତ କାର୍ଯ୍ୟ ପ୍ରତି ତୁମରି ମହାନ ଆଶ୍ଚର୍ଯ୍ୟମୟ ଶକ୍ତି ଅଧିକାର କରୁ ପ୍ରଭୁ। ତୁମର ଉପସ୍ଥିତି ଦ୍ୱାରା ପ୍ରଭୁ ଆରମ୍ଭରୁ ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଉପରେ ତୁମରି ଶକ୍ତି ଅଧିକାର କରୁ। ପ୍ରିୟ ପ୍ରଭୁ ଆମେ ଧନ୍ୟବାଦ କରୁଅଛୁ ତୁମରି ସେଇ ମହାନ ଦାସ ବ୍ୟକ୍ତିଙ୍କୁ ପ୍ରଭୁ ଆମେ ଗ୍ରହଣକୁ ଆଣିଲ। ପ୍ରିୟ ପ୍ରଭୁ ଆମେ ସ୍ୱାଗତ ସହିତ ପ୍ରଭୁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସ୍ଥାନକୁ ଆମେ ନେବୁ। ସହବର୍ତ୍ତୀ ହୁଅ ନିଶ୍ଚିତ ନାମରେ ପ୍ରାର୍ଥନା କରିବାକୁ ଅଛି। ताली मारी को सेटा बढ़िया ताली मारी भी बोल भल लागो ना भी को ना से गान बजाय ताली मारी गाली भी बोल केते दूर ଆମମାନଙ୍କ ପରିଚୟ ମହାନଗର ପରିକ୍ରମା ସେମାନେ ଆଗରେ ଯିବେ ତାଙ୍କ ପଛରେ ଆମେ ସମସ୍ତେ ଯିବା। ସେ ମଧ୍ୟ ଆଗକୁ ଯାଆନ୍ତୁ ନାହିଁ। ଦୟାକରି ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଅଛି ମହାନଗର ପରିକ୍ରମା ଯିବା ପାଇଁ
ସାଇକେଲ ପାଖରେ काढचा गोटे पद कहतु आसुंती बापा बापा गोटे पिला माने युवा माने जो मसला घंटा दयापूर्वक ये आणतु वर्तमान समय अनुरोध करी प्रभुंर मनोनीत दास विशिष्ट व्यक्ति मैंने समय सम्मुख को आसतु
ଅନ୍ୟାନ୍ୟ ମଣ୍ଡଳୀର ସିମେଣ୍ଟର ଗତି ଭାରା ଅଛି ତଲକେ ଆମମାନଙ୍କର ଡାଇରେକ୍ଟର ଏବଂ ଡେଭିଡ୍ ଗ୍ରୁପର ଯେତେ ବନ୍ଧୁ ଏବଂ ଚାଣିର ବାପା ଏବଂ ତାଙ୍କ ଆପଣମାନଙ୍କ এবং শাখা ସମାଜର ଆମମାନଙ୍କର କର୍ମକର୍ତ୍ତାଗଣ ଚାଳକ ଏବଂ ସମ୍ପାଦକ ଅନ୍ୟାନ୍ୟ କର୍ମକର୍ତ୍ତା ସେଥି ସଙ୍ଗେ ସଙ୍ଗେ ଆମମାନଙ୍କର ପ୍ରିୟ ଭାଇ ରାଉଳ ଆଶ୍ରୟଗଡ଼ ରାଉଳ ଆହ୍ଲାଦ ରାଉଳ ଓ ଏହି ସମୟରେ ସମ୍ମୁଖକୁ ଆସନ୍ତୁ ଏବଂ ଆମମାନଙ୍କ ଗ୍ରାମର ବାହାରେ ସେବା କାର୍ଯ୍ୟ କରୁଥିବା ବାଳକ ମିଖାଇଲ ନାଗ ଏଡିସନ୍ ନାଗ ଚାଳକ ବାବୁ ଏ ବାବୁ ଏଇଠି ଆଇଲା ପଛାଡ଼େ ଅଛି ଡାକେ ମୋ ଚାଳକକୁ ମୋ ରାଜା ରକ୍ଷା କରି ଆପଣମାନେ ଟୋକା ଯାକ କହିଲେ ଏବେ ତା ଏଠି ମସଲା ପକେଇଦେବେ ଗୋଟା 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 ବାବୁଟା ପଡ଼ିଗଲା ବାବୁ ଆଉ ଗୋଟେ କୋଡେ ଆଣ ଯା ଏ କୋଡେ ଆଣ ଏ ହୋଲତେ ବୋଲେ କିନା ସେ ଚପଲ ହେ ସେ ବାବୁ ତାବାର ଉତରୁଲା ପରେ ହାତ ଦେଇଛି ଆଜ୍ଞା ସେ ଚପଲ ଇଆଡେ ଦେଇଦେତି ବାବା ଇଆଡେ ଠିକ ଏ କଡ଼େଇରେ ଆଗ ସବୁ ଆଉ ଯେତେ ଆଜ୍ଞା ଆଉ ଗୋଟେ କୋଡେ ଆଣ ଅଲଗା କୋଡେ ଆଣ ସେଟା ନାହିଁ ସେ ଲୁହା କଡ଼େଇ ପରଟା ଆଣ ଲୁହା କୋଡେ ଆଣ ସିମେଣ୍ଟ ପାଖରେ ରହିବ ଦେଖ ସିଆଡେ ବାବୁ ସେଇପରି ଭାବରେ ଏଇଠି ଏଇଠି ଅଛି ଏଇଠି ତତେ ଆଜ୍ଞା ସାଉଣ୍ଡ ନାହିଁ ସେଇପରି ଭାବରେ हाँ এই কড়াই দেই তো তাকে প্রত্যেকে আমি সমাধান মঙ্গলময় স্বর্গস্থ পিতা তোমার মহৎ নামকে আমি ধন্যবাদ অছু গৌরব করুছ প্রভু তোমার যোজনা সংকল্প অনুসারে প্রিয় মণ্ডলীর প্রত্যেক সৎভক্ত মানক হৃদয়ের কথা কহিল এ বিশেষ কার্য আরম্ভ করিবা পাই প্রভু তোমার হস্ত এবং তোমার মুখ আরম্ভর শেষ পর্যন্ত রহু রাজা কারণ তোম বিনা আমার জীবনের ভরসা আশ্রা কি কেহি নাহি হে দম স্বর্গস্থ পিতা আজর ভিত্তিমূল স্তর প্রভু পূর্ণতা পর্যন্ত তোমার স্বর্গীয় বলবন্ত হস্ত রহু যদ্বারা প্রভু প্রত্যেকঙ্কর মন এক ভাবপন্ন হই রাজা এ সকল কার্য নিবন্ধ প্রভু আগেইবে প্রকার সাহায্য কর বর্তমান প্রভু আজর প্রথম করি প্রভু তোমার মহান দাস আরম্ভ করিবে প্রভু তুমি দয়া করাছ
प्रभु आरंभ शेष पर्यंत प्रभु तुमरी लोक मानकर आत्मा उज्जवल की थाउ राजा प्रभु तुम निष्कलंक निर्त्याग परमेश्वर से परमेश्वर हस्त प्रभु सर्वदा रही तुम आरंभ करी शेष पर्यंत तुम पूर्णांग करी तुम गौरवान्वित पाओ महिमा गौरव संभ्रम तुम्हें पाओ प्रियतम प्रभु यीशु के नाम मांगी आमेन। मनुष्यर समस्त संकल्प अपेक्षा तुम्हारी संकल्प संपूर्ण पृथकीकृत अटे प्रभु तुम्हें आज दिन को निरूपण कर तुम निरूपित दास तुम्हें चिन्हट कर पुणी मंडल प्रत्येक परिवार एकाग्रता देथिल एई गृह निर्माणार्थे आज भित्तिमूल स्थापन करा जिवो। हे प्रभु परमेश्वर आमे तुमर पवित्र पाद तले समस्त अजयगण मंडलीर आबाल वृद्ध वनिता सहित आम्भे माने मध्य समर्पित होइबोछु एवं प्रार्थना करूछु जदिओ आज तार भित्तिमूल प्रारंभ करा जाउछि संपूर्ण हेबा पर्यंत तुम्हें आपणार आशीर्वादर द्वारा सकल मुक्त कर एवं सकल विषय तुम्हें जोगाओ अदृश्य भाव तुम दूत मान जगाओ पुणी निस्वार्थ भाव प्रत्येक जे प्रकार ए कार्य करिबा परिश्रम करिबा परिश्रमर फल आशीर्वाद प्राप्त हेबा एथि निमंते तुम्हें दया कर बोली प्रार्थना करूछु। आज दिन को प्रभु तुम्हें इतिहास से स्मरणिका पुस्तक लिपिबद्ध कर रख प्रिय परमेश्वर थाऊ कि न थाऊ यार पूर्णता तुम्हें कर तुम्हें गौरवान्वित हो विशेष भाव आज सकल कार्यक्रम उपरे तुम आशीर्वाद को ही जोग कर यही प्रार्थना जीशु नाम रे मांगुछु पिता आमेन। नमस्कार गिड़ी का नाच चाहिए करा पड़छी तो ते को नाच चाहिए ले बोल से करे नमस्कार भाई ना बोल से करे इंट्रोड्यूस एटला काम करबा अपन आई छे नमस्कार भाई ना सॉरी मिले गला गेट रे देखो तो तुम आज जा काय बट यार चल
এই সময়ের মধ্যে পবিত্র ধর্মশাস্ত্র আমি অধ্যয়ন করিয়া পাইছিলাম ଅଧ୍ୟୟନ କରିବି ପ୍ରଥମ ଚିତ୍ର ଚାରିପଟ ମାନଙ୍କ ମନ୍ଦିରର ସେବା କାର୍ଯ୍ୟ କରି ଆସିଥିବା ମହାତ୍ମ ଅଧ୍ୟୟନ एथिपाई प्रभु सदाप्रभु ये कथा कहते देख आंबे भित्तिमूल निमंते सियोन रे एक प्रस्तर परीक्षा सिद्ध प्रस्तर दृढ़ भित्तिमूल स्वरूप बहुमूल्य कोण प्रस्तर स्थापन करुछु जे विश्वास करे से चंचल हेब नाही। प्रभु ये वाक्य द्वारा प्रथम पितर 2:4 एठारे प्रकार लेखा अछि जीवंत प्रस्तर स्वरूप जे सही प्रभु से मनुष्य मान द्वारा अग्राह्य हेले सत किंतु ईश्वर निकट में मनोनीत और बहुमूल्य अटंती। आमेन। Sundal kara poka. Onang banang kara dulu. একটা ভিডিও করব
ଆଉ ସେ କେତୋଟି କାର୍ଯ୍ୟ ନିଜେ କରନ୍ତି ତାଙ୍କ ଲୋକମାନଙ୍କ ଦ୍ୱାରା ମଧ୍ୟ କରାନ୍ତି। ସବୁ କାର୍ଯ୍ୟ ତାଙ୍କ ଦ୍ୱାରା ହୁଏ କିନ୍ତୁ ତାଙ୍କ ଲୋକମାନଙ୍କୁ ବ୍ୟବହାର ଯଦି ନହେଲେ ସେମିତି ଲାଜାରକୁ ଡାକିଦେଲେ ପଥର ସବୁ ମୁଣ୍ଡ ଉଡ଼ି ଯାଇଥାନ୍ତା, ଲାଜାର କିନ୍ତୁ ପ୍ରଭୁ ତାଙ୍କ ଦାସମାନଙ୍କୁ କହିଲେ ପଥର ସେଭଳି ମଣ୍ଡଳୀ ଏହି ସମାଜ ନିର୍ମାଣ କରିବା ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅଜୟଗଡ଼ ବାପ୍ତିସ୍ମ ମଣ୍ଡଳୀ ଗୋଚରମଣ୍ଡଳକୁ ଧନ୍ୟବାଦ ଦେଉଛି ପାଣି ଦେଇଥିବାରୁ କହି ସଙ୍ଗେ ସଙ୍ଗେ ପରସ୍ପର ସ୍ଥାପନ ଉପଲକ୍ଷେ ଯୋଗ ଦେଇଥିବା ଅନେକ ପ୍ରଭୁଙ୍କ ଦର୍ଶନ ସେମାନଙ୍କ ଗତିରେ ପ୍ରଭୁ ଯୀଶୁଙ୍କ ନାମରେ ମୋର ପ୍ରେମ ନମସ୍କାର। ଆସନ୍ତୁ ଅଳ୍ପ କିଛି କଥା କହିବାକୁ ଚାହୁଁଛି ଯେ ଭିତ୍ତିମୂଳ ଏବଂ ପ୍ରସ୍ତର ମାନେ 7 ପ୍ରକାର ପ୍ରସ୍ତର। ଯେଉଁ ପ୍ରସ୍ତର ପରମେଶ୍ୱରଙ୍କ ସେବା କାର୍ଯ୍ୟରେ ଲାଗିଛି ଏଭଳି 7 ପ୍ରକାର ପ୍ରସ୍ତରକୁ ପୁରାତନ ନିୟମରୁ ଆପଣମାନଙ୍କୁ ଦେଖାବାକୁ ଚାହୁଁଛି। ତାର ବହୁତ ଗୁଡ଼ ରହସ୍ୟପୂର୍ବକ ପରମେଶ୍ୱର ଏ 7 ପ୍ରକାର ପ୍ରସ୍ତରକୁ ବ୍ୟବହାର କରୁଛନ୍ତି। ତଥାପି ପ୍ରିୟ ଭାଇ ଭଉଣୀମାନେ ପରମେଶ୍ୱରଙ୍କର ମୂଳଦୁଆ ଭିନ୍ନ ପ୍ରକାରର ଆମେ ବାଇବଲରୁ ଦେଖିଛୁ। ଅର୍ଥାତ୍ ପରମେଶ୍ୱରଙ୍କର ସ୍ୱର୍ଗର ସିଂହାସନର ମୂଳଦୁଆ 99 ଗୀତ ସଂହିତାର 14 ପଦରେ ଲେଖା ଅଛି, ପବିତ୍ରତାରେ ନ୍ୟାୟରେ ତାଙ୍କ ସିଂହାସନର ମୂଳଦୁଆ। ତାଙ୍କର ମୂଳଦୁଆର ରହସ୍ୟ କେମିତି ଭଲ ଭାବରେ ଦେଖନ୍ତୁ। ସେଇଭଳି ମୂଳଦୁଆରେ ପରମେଶ୍ୱର ସିଂହାସନ ସ୍ଥାପନ କରିଛନ୍ତି। କେବଳ ତାହା ନୁହେଁ, ଈଶ୍ୱରୀୟ ମୂଳଦୁଆ ଆଉ ଗୋଟେ ଅଛି ଗୀତ 87 ଗୀତର 1 ପଦରେ ଯେ ପରମେଶ୍ୱରଙ୍କ ମୂଳଦୁଆ ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି। ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। ଯେଣୁ ଯୋଉ ନଗରୀକୁ ପରମେଶ୍ୱର ପ୍ରେମ କରନ୍ତି, ସ୍ନେହ କରନ୍ତି, ପ୍ରିୟ ଭାଇ ଭଉଣୀମାନେ, ସେ ନଗର ସ୍ୱତନ୍ତ୍ର ଅର୍ଥାତ୍ ସବୁଠାରୁ ବୃହତ୍। ତାଙ୍କ ମନ୍ଦିର ଅନ୍ୟ ସମସ୍ତଙ୍କ ଠାରୁ ଶ୍ରେଷ୍ଠ। ଯେମିତି ଦାଉଦ କହିଲେ, ମୋ ପୁଅର ବୟସ କମ୍ କିନ୍ତୁ ଯୋଉ ଗୃହ ନିର୍ମାଣ କରିବେ ସମୁଦାୟ ପୃଥିବୀରେ ତାହା କୀର୍ତ୍ତି ସ୍ୱରୂପ। ଏହା ହେଉଛି ପରମେଶ୍ୱରଙ୍କ କୀର୍ତ୍ତି ସ୍ୱରୂପ ଗୃହକୁ ବୁଝାଏ। ତେଣୁ ପ୍ରିୟ ଭାଇ ଭଉଣୀମାନେ, 2 ତିମୋଥୀ 2 ପର୍ବର 18-19 ପଦ ଟିକେ ଦେଖନ୍ତୁ ଯେ ଈଶ୍ୱରୀୟ ମୂଳଦୁଆ କି ପ୍ରକାର। ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଗ୍ରସ୍ତ ହୋଇଅଛନ୍ତି, ପୁଣି କେତେକଙ୍କର ବିଶ୍ୱାସ ଓଲଟାଇ ପକାଇଅଛନ୍ତି। ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହି ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ ଯେ କେହି ପ୍ରଭୁଙ୍କ ନାମ ଧରେ ସେ ଅଧର୍ମରୁ ଦୂରରେ ରହୁ। କଥା ହେଉଛି ଓଲଟ ପାଲଟ ସୁସମାଚାରକୁ ବାକ୍ୟକୁ କରିବେ ଦିନ ଆସୁଛି, କିନ୍ତୁ ପରମେଶ୍ୱର ଯେତେବେଳେ ଭିତ୍ତିମୂଳ ସ୍ଥାପନ କରିଛନ୍ତି, ସେଇ ଭିତ୍ତିମୂଳରେ ଯେବେ ଆମେ ଅଛୁ ତାହା ଦୃଢ଼ ଭାବରେ ରହିଅଛି। ତାହା ଏପଟେ ସେପଟେ କେବେ ହେଇପାରିବ ନାହିଁ। ଗୋଟେ ମୌଖିକ କଥା କହିବି ଯେ ପରମେଶ୍ୱରଙ୍କର ଆଉ ଗୋଟେ ମୂଳଦୁଆ ଅଛି, ତାହା ହେଉଛି ପୃଥିବୀ। ପୃଥିବୀର ମୂଳଦୁଆକୁ ଆଜି କହିହେବନି, କାରଣ 3 ପ୍ରକାରର ଫାଉଣ୍ଡେସନ ଦେଖାଯାଉଛି ବାଇବଲରୁ। କେବଳ ଓରାଲି କହୁଛି ଶୁଣନ୍ତୁ। ଗୋଟେ ପ୍ରକାର ଫାଉଣ୍ଡେସନ ହେଉଛି ଆୟୁବ 26 ପର୍ବର 6-7 ପଢନ୍ତୁ। ଦେଖନ୍ତୁ କୋଉ ଉପରେ ପୃଥିବୀ ସେ ରଖିଛନ୍ତି। ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର ପ୍ରସାରନ୍ତି, ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ଅବଦାନର କୌଣସି ଆବରଣ ନାହିଁ। ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି। ଅବସ୍ତୁ ଉପରେ ଅର୍ଥାତ୍ ପ୍ରିୟ ଭାଇ ଭଉଣୀମାନେ, ଏ ଭଳିଆ ବିଶାଳ ପୃଥିବୀକୁ କେତେ ଖୋଳିଲେ ମଧ୍ୟ ମାଟି ଦେଖାଯାଉଛି, ପାଣି ତଳେ ଅଛି, ତଥାପି ଏ ପୃଥିବୀ ରଖିଛନ୍ତି କୋଉଠି? ଶୂନ୍ୟ।
এটা গোটে মূলদুଆ দেখাଯାଉଛି ଆଉ ଗୋଟେ ମୂଳଦୁଆ ଦେଖନ୍ତୁ ଗୀତ ସଂହିତା 24 ଗୀତର 1-2 ପୃଥିବୀ ତହିଁର ପୂର୍ଣ୍ଣତା ଜଗତ ତନିବାସୀ ସମସ୍ତେ ସଦାପ୍ରଭୁଙ୍କର କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। ଜଗତ ସମୁଦ୍ର ଉପରେ ଆଉ ତେଣେ ଲେଖା ହେଉଛି ଶୂନ୍ୟ ଉପରେ ଆଉ ଗୋଟିଏ ଦେଖନ୍ତୁ ଆଇବ 38:4 ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ ସେତେବେଳେ ତୁମ୍ଭେ କେଉଁଠାରେ ଥିଲ ବୁଦ୍ଧି ଥିଲେ ବୁଝାଇ ଦିଅ। ତୁମ୍ଭେ କି ଜାଣ କିଏ ତହିଁର ପରିମାଣ ନିରୂପଣ କଲା ଅବା କିଏ ତହିଁ ଉପରେ ପରିମାପକ ରଜୁ ପ୍ରସାରିଲା କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ ଓ ପରମେଶ୍ୱରଙ୍କ ସନ୍ତାନଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ କିଏ ତହିଁରେ କଣ ପ୍ରସ୍ତର ବସାଇଲା। ପଥର ଉପରେ ଶୂନ୍ୟରେ ଜଳରେ ଆଉ ପଥରରେ 3 ପ୍ରକାରର ମୂଳଦୁଆରେ ପୃଥିବୀ ଅଛି ପ୍ରିୟ ଭାଇମାନେ କିନ୍ତୁ ମୁଁ ଆଜି କହିବି ମୂଳଦୁଆ ଆଉ ଗୋଟେ ରହସ୍ୟପୂର୍ଣ୍ଣ ମୂଳଦୁଆ ଅଛି ତା ପଢିବା ନାହିଁ କିନ୍ତୁ ତାହା ହେଉଛି ପ୍ରଥମ କରନ୍ତି 3 ପର୍ବର 8-11 ପାଉଲ କହିଲେ ମୁଁ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଏକ ମୂଳଦୁଆ ସ୍ଥାପନ ସେହି ମୂଳର ପଥର ମଣ୍ଡଳୀ ଗୋଟେ ମୂଳଦୁଆ ଆଉ ସେଇ ମୂଳଦୁଆ ସ୍ୱତନ୍ତ୍ର ଯାହାକୁ ଏଫିସି 2:20 ଲେଖା ହେଉଛି ପ୍ରେରିତ ଭାବବାଦୀ ମାନଙ୍କ ଉପରେ ତୁମେ ଗୁନ୍ଥା ଯାଇ ଅଛ ସେଥିରେ ମୂଳଦୁଆ ପରମେଶ୍ୱର କିନ୍ତୁ ମୁଁ କହିବି 7 ପ୍ରକାର ପଥର ଗୋଟେ ପଡ଼ିବାକୁ କାରଣ ଏ 7 ପ୍ରକାର ପଥର କାହିଁକି କହୁଛି ମାନେ ଦ୍ୱିତୀୟ ପ୍ରଥମ ରାଜାବଳୀ 5 ପର୍ବର 17ରେ ପଥର ଉପରେ ସୋଲୋମନ ମୂଳଦୁଆ ସ୍ଥାପନ କଲେ ଯେବେ ସେଇଟା ଗଣିବେ ଆପଣ 2 ପ୍ରକାର ପଥର ନୁହଁ 7 ପ୍ରକାର ପଥର ଲିଟେରାଲି 7 ପ୍ରକାର ପଥର ଆପଣ କୋଉଠି ପାଇବେ ମାନେ ପ୍ରଥମ ବଂଶାବଳୀ 29 ପର୍ବ 1-3ରେ 7 ପ୍ରକାର ପଥରରେ କିନ୍ତୁ ଆତ୍ମିକ ଭାବରେ ମୁଁ 7 ପ୍ରକାର ପଥରକୁ କହିବି ଆପଣଙ୍କୁ ପ୍ରଥମ ନମ୍ବର 1 ହେଉଛି ଆଦି ପୁସ୍ତକ 28 ପର୍ବର 17 ପୁଣି ସେ ଭୀତ ହୋଇ ଆହୁରି କହିଲା ଏ କିପରି ଭୟାନକ ସ୍ଥାନ ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ ଏହି ତ ସ୍ୱର୍ଗର ଦ୍ୱାର ଅନନ୍ତର ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହି ଉପରେ ତୈଳ ଢାଳିଲା। ବେଶ ଏହି ପଥର ଉପରେ ପରମେଶ୍ୱରଙ୍କ ପାଇଁ ଅଭିଷେକ କରାଯାଇଥିବା ପଥର ପ୍ରିୟ ଭାଇ ଭଉଣୀ ମାନେ ତାହା ହେଉଛି ଧର୍ମଶାସ୍ତ୍ରର ରହସ୍ୟପୂର୍ଣ୍ଣ ପଥରର ପ୍ରଥମ ପଥର ଦ୍ୱିତୀୟ କଥା ହେଉଛି 31 ପର୍ବର 44-45 ବାଦରେ କଥା ଅଛି ସେତେବେଳେ ଯାକୁବ ଖଣ୍ଡିଏ ପ୍ରିୟ ଭାଇ ଭଉଣୀ ମାନେ ଆଉ ଗୋଟେ ପଥରକୁ ଦେଖିବେ ଆପଣ ଯେ ତାହା ସ୍ତମ୍ଭ ରୂପେ ସ୍ଥାପନ କଲା ତାର ଯାକୁବ ସେହି কথୋପକଥନ ସ୍ଥାନରେ ଏକ ସ୍ତମ୍ଭ ଅର୍ଥାତ୍ ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହି ଉପରେ ପାଣି ଓ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ। ପ୍ରିୟ ଭାଇ ଭଉଣୀ ଏଥିରେ ଆଉ ଗୋଟେ ଅଦ୍ଭୁତ କଥା ଆମେ ଦେଖିଲୁ ଆଉ ଗୋଟିଏ ପଥର ତୃତୀୟ ନମ୍ବର ପଥରରେ ତୈଳ ଢାଳିଲେ ଅଭିଷେକ କଲେ ମୁଁ ବର୍ଣ୍ଣନା ଅଧିକା କରିବିନି କିନ୍ତୁ ଚତୁର୍ଥ ପଥର ଆପଣ ଜିହୋସିଓ 24 ପର୍ବର 26-27 24 ପର୍ବର 24 ଅନନ୍ତର ଜିହୋସିଓ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲିଖିଲେ ଓ ଏକ ବୃହତ୍ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସରେ ନିକଟବର୍ତ୍ତୀ ଅଳନ ବୃକ୍ଷ ମୂଳେ ସ୍ଥାପନ କଲେ। ତହୁ ଜିହୋସିଓ ସମସ୍ତ ଲୋକଙ୍କୁ କହିଲେ ଦେଖ ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତି ମାର୍ଟିନ ଆସିବ ନା ସେଟା ଭାବୁଛୁ ଆସିବ ଆସିଲେ 100 ଦେଲେ ଯାଇ ନାଇଁ ଯିବା ପୂର୍ବରୁ କଥାଟା କହିବି ଆମ୍ଭକୁ ଅଟକାଇ
ଲଗାଇ ରଖିଲେ ଆମ୍ଭେ ତୁମ ଆହାର ଭୋଜନ କରିବୁ ନାହିଁ। ପୁଣି ଯେବେ ତୁମେ ହୋମ ବଳି ପ୍ରସ୍ତୁତ କର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର। ସେ ଯେ ସଦାପ୍ରଭୁଙ୍କ ଦୂତ ଏହା ମାନବ ଜାଣିନଥିଲା। ଏଉତରେ ମାନବ ସଦାପ୍ରଭୁଙ୍କ ଦୂତକୁ ତାହା ତ ଆଶ୍ଚର୍ଯ୍ୟ। ତହିଁରେ ମାନବ ସେଇ ଛେଳି ଛୁଆ ଓ ତହିଁର ଭକ୍ଷଣ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ବହୁତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ ଆଉ ମାନବ ଓ ତାହାର ଭାର୍ଯ୍ୟା ଅନାଉଥିଲେ। ପ୍ରସ୍ତର ରୂପ ଶୈଳରୁ ନୈବେଦ୍ୟ ଗ୍ରହଣ କଲେ ସେ ଦୂତ ସାଧାରଣ ଦୂତ ନୁହନ୍ତି, ସେ ସ୍ୱର୍ଗୀୟ ଦୂତ ନୁହନ୍ତି। କାରଣ ସେ କହିଲେ ନା ପଚାରିବାରୁ ଆମର ନା ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟ ସ୍ୱର୍ଗର ଦୂତ ନୁହନ୍ତି, ମାତ୍ର ପରମେଶ୍ୱର। ନମ୍ବର 7 କୁହନ୍ତୁ, ପ୍ରଥମ ସମୟ 7:12। ତହିଁରେ ସାମୁଏଲ ଖଣ୍ଡେ ପଥର ନେଇ ମିସ୍ପି ଓ ସେନ ମଧ୍ୟ ସ୍ଥାନରେ ସ୍ଥାପନ କରି ତହିଁର ନାମ ଏବଂ ଏଜର ଉପକାର ଶରଣାର୍ଥକ ପ୍ରସ୍ତର ରଖି କହିଲେ, ଏ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ। ଏସବୁ ଗୁଣ, ଏସବୁ ପ୍ରକାରର ଆଶୀର୍ବାଦ ଆଜି ଆମ ମଣ୍ଡଳୀରେ ଆଉ ଏହି ଉପାସନା ଗୃହର ଭିତ୍ତିମୂଳରେ ସର୍ବଶକ୍ତିମାନ ପ୍ରଭୁ ମୋ ଗୌରବ ନାମ ଧନ୍ୟ। ପ୍ରଭୁ ତୁମକୁ ଧନ୍ୟବାଦ କରୁଛୁ, କାରଣ ତୁମେ କହିଛ ବ୍ୟୟର ଆଶଙ୍କା କର ନାହିଁ। ଦେଖ ପରେ ଆମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛୁ। ତୁମେ ଆଶୀର୍ବାଦର ଉତ୍ସ, ତୁମେ ଶକ୍ତି ପରାକ୍ରମର ଉତ୍ସ ପ୍ରଭୁ। ଯେପରି ତୁମେ କହିଲ ହାଗେକୁ ପାଣି ଟିକେ ପ୍ରାର୍ଥନା କରିବା, ପ୍ରାର୍ଥନା ପରେ ପାଣି ପିଇବା ପାଣି ଟିକେ ବାଲ୍ଟିରେ ଧରି ଆସ। ସେଠି ହେଲେ ସାରି ତୁମେ ମଣ୍ଡଳୀର ମୁଖ୍ୟମାନଙ୍କ ହୃଦୟରେ କଥା କହିଲ, କାରଣ ପ୍ରଭୁ ତୁମରି ନିମନ୍ତେ ଏକ ସଲିଡ୍ ପ୍ରାର୍ଥନା ଗୃହର ଆବଶ୍ୟକତା ରହିଛି। ପ୍ରଭୁ ଏହି ଗୃହକୁ ଆଜି ଆମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ତୁମରି ରକ୍ତରେ କ୍ରୀତ ମହାନ ଦାସଙ୍କ ଦ୍ୱାରା ପ୍ରଭୁ ଭିତ୍ତିମୂଳ ସ୍ଥାପନ କରିବା ପାଇଁ ଯାଉଅଛୁ। ପବିତ୍ର ଆତ୍ମା ରୂପୀ ପରମେଶ୍ୱର ତୁମେ ଓହ୍ଲାଇ ଆସ। ପ୍ରଭୁ ଏହି ଗୃହ ଯେପରି ତୁମରି ନାମରେ ଉତ୍ସର୍ଗୀକୃତ କରିବାକୁ ପାରିବୁ, ଏହି ଗୃହ ଯେପରି ସଦା ସର୍ବଦା ତୁମରି ଉଦ୍ଦେଶ୍ୟରେ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ, ଏହି ଗୃହ ଯେପରି ଆଶୀର୍ବାଦର ଗୃହ ହେବ, ସୁସ୍ଥତାର ଗୃହ ହେବ, ବାକ୍ୟରେ ବଳିଷ୍ଠତାର ଗୃହ ହେବ, ତୁମେ ସେହିପରି ଅନୁଗ୍ରହ କର ବୋଲି ଆମେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଏଇଠାରେ ଆମେ ଯେତେ ଉପସ୍ଥିତ ଅଛୁ, ପ୍ରଭୁ ତୁମ ନିକଟରେ ପ୍ରାର୍ଥନା କରୁଅଛୁ। ଅନେକଙ୍କର ପ୍ରଭୁ ଜୀବନ ଥାଉ ଥାଉ ପ୍ରଭୁ ତୁମେ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରି ଏହି ପ୍ରାର୍ଥନା ଗୃହ ଖଣ୍ଡିକକୁ ସଫଳ କରିବା ନିମନ୍ତେ ସାହାଯ୍ୟ କର। ଅନେକଙ୍କର ଚିନ୍ତା ଅଛି, ଭାବନା ଅଛି, ଯେପରି ସେମାନେ ଏହି ପ୍ରାର୍ଥନା ଗୃହକୁ ସମ୍ପୂର୍ଣ୍ଣ ଦେଖିବାକୁ ପାରିବେ। ପ୍ରଭୁ ସେମାନଙ୍କର ଆଶା ଆକାଂକ୍ଷାକୁ ତୁମେ ପୂର୍ଣ୍ଣ କର ବୋଲି ପ୍ରାର୍ଥନା କରୁଅଛୁ। ପ୍ରଭୁ ଆମମାନଙ୍କର କିଛି ନାହିଁ, କିନ୍ତୁ ଆମମାନଙ୍କୁ ଯୋଗେଇବା ପରମେଶ୍ୱରଙ୍କ ପାଖରେ ଯଥେଷ୍ଟ ଅଛି, କାରଣ ସେ ଜିହୋଭା ଜିରି ଅଛନ୍ତି। ସେ ଯୋଗେଇବା ପରମେଶ୍ୱର ଅଟନ୍ତି। ମାଗିବା ଆଗରୁ ଯାଚି ପ୍ରଦାନ କରିବା ପରମେଶ୍ୱର ଅଟନ୍ତି। କହିବା ଆଗରୁ ସେ ଶୁଣିବା ପରମେଶ୍ୱର ଅଟନ୍ତି। ତେଣୁ ପ୍ରଭୁ ଆମମାନେ ଅଜୟଗୁଡ଼ି ମଣ୍ଡଳୀ ତୁମ ନିକଟରେ ପ୍ରାର୍ଥନା କରୁଅଛୁ ଏବଂ ପ୍ରଭୁ ଏହି ପ୍ରଥମ କରି ଏହି ଫାଉଣ୍ଡେସନରେ କରିବା ପାଇଁ ଯାଉଅଛୁ। ପ୍ରଭୁ ତୁମେ ସ୍ମରଣ କର, ସମସ୍ତଙ୍କର ହୃଦୟର ବେଦନାକୁ ତୁମେ ଦେଖୁଛ, ସେମାନଙ୍କର ଅଶ୍ରୁକୁ ପୋଛି ଦିଅ। ପୁଣି ପ୍ରଭୁ ଛୋଟରୁ ବଡ଼ ଯାହା ଆବଶ୍ୟକତା ପଡ଼ିବ ପ୍ରଭୁ ତୁମେ ସ୍ୱର୍ଗରୁ ପ୍ରଦାନ କର। କାରଣ ପ୍ରଭୁ ଏହି ପୃଥିବୀ ଯେତେବେଳେ କିଛି ନଥିଲା, ତୁମେ ବାକ୍ୟ ପଠେଇ ସବୁ କିଛି ସୃଷ୍ଟି କରିପାରିଥିଲ। ପ୍ରଭୁ ସେଇ ପୁତ୍ର ଯୀଶୁଙ୍କ ନାମରେ ଆମେ ତୁମ ନିକଟକୁ ଆସୁଅଛୁ। ଏହି ଗୃହକୁ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମମାନେ ପ୍ରଭୁ ଏହି ଫାଉଣ୍ଡେସନକୁ ତୁମ ହସ୍ତରେ ସମର୍ପଣ କରୁଛୁ। ତୁମେ ଆବଶ୍ୟକତା ପୂରଣ କରି ଗୃହକୁ ସମ୍ପୂର୍ଣ୍ଣ କର। ଏହି ସକଳ ନିବେଦନ ପ୍ରାର୍ଥନା ଅତି ଶୀଘ୍ର ଆସୁଥିବା ତୁମର ଏକମାତ୍ର ପ୍ରାଣଦିଆ ପୁତ୍ର ନାଜରେତୀୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲେ ଗୀତ, ଆମେନ୍।
ମାନେ ତୁମ ରାଜ୍ୟ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମର ପ୍ରୟୋଜନ ଆମେମାନେ ଯେପରି ଆପଣା ଅପରାଧୀଙ୍କୁ କ୍ଷମା କରିଅଛୁ ସେପରି ଆମ ସର୍ବନାଶ ରାଜ୍ୟ ପରାକ୍ରମ ଗୌରବ ଯୁଗେ ଯୁଗେ ତୁମର ଆମେନ୍। ପରମେଶ୍ୱରଙ୍କ ଶିବ ସ୍ଲୋଗାନ ଗୋଟେ କିଏ ହେଲେ ଦିଅ। କରିବା ପୂର୍ବରୁ ଗୋଟିଏ କଥା କହୁଛି ମଣ୍ଡଳୀର ଭାଇ ଭଉଣୀମାନଙ୍କୁ, ସାରା ଏଜେନ୍ସିରେ ଦେଖନ୍ତୁ କୋଉଠି ଗିର୍ଜାଘର ଆରମ୍ଭ କରି ଶେଷ କରି ନ ପାରିବା ଘର କୋଉଠି ନାହିଁ। ବହୁତ ଗର୍ବର ବିଷୟ। ସବୁ ଜାଗାରେ ଯେମିତି ଡିଜାଇନ କରିବାକୁ ଚାହିଁଲେ ସେମିତି ସଫଳ ହେଇ ପାରିଛି। ଏଇଟା ମଧ୍ୟ ସେମିତି ହେଉ। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସମସ୍ତେ ଚାପିରେ ପକେଇବେ ନାହିଁ, ହାତରେ ଟିକେ ପକେଇବେ ହେଲା। ଏଟା କୁରକୁରା ଆଣ୍ଟ ଗେଲି ହାତ ବାହାରି ନାହିଁ। ଆଜ୍ଞା ମିସ୍ତ୍ରୀ ଆଜ୍ଞା ଆଣ୍ଟ ଗଲା ହାତରେ ବାହାରବ ନାହିଁ। ତାପରେ ଟିକେ ଲୁଜ କରିଦିଅ ହେଲା, ଟିକେ ଲୁଜ କର। ପାଣି ପଇଲା ସେମିତି କରିଦିଅ। ହଁ ଭେରି ଗୁଡ୍। ସମସ୍ତେ ବାବୁ ଘର ମୁଁ ଟିକେ ପକେଇକି ସାଇଡ୍ ହେଇଯିବା। ଅସମ୍ପୂର୍ଣ୍ଣ ଆମର କେବେ ହେଇଛି ନା ହେବ ନା ନାଇକି ଆଜ୍ଞା। ସବୁ ପୂର୍ଣ୍ଣ ଏମିତି ୟୁଟ୍ୟୁବରେ ଯାକ ଥିଲା ଆଉ କହୁନା ସବୁ ବାଇଟ୍ ଯାକ ନେଇ ଛାଡ଼େ। ମଣ୍ଡଳୀର ଅନୁରୋଧ ସମସ୍ତେ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତା ବି ପକେଇ ବାହାରନ୍ତୁ। ପକେଇକି ସାଇଡ୍ ହେଲେ ସମସ୍ତେ ପକେଇବା ଟିକେ ଟିକେ। ସରଦାର ଚାଳକ ଦିଅ ଆଜ୍ଞା ତାପି ଦେ ଆଜ୍ଞା ଆଜ୍ଞା ତାପି ଦେ ଲୁଜ କରେ। ଲୁଜ ରାଜନୀତି କରି ପକେଇଦେବି ମୁଁ ଟିକେ। ଏ ଭାଷା ଦେଲେ कोड़े 50 साल का मांगले 15-16 पैसा देवा ना कि 1000 देवा ना आम तो काम करवा कष्ट पड़वा आम ना अजय गोड़ अंधार जाना ना कही आमके देख आज्ञा आम ना आपको उज्जवल केमती करूँ तो बाबू मुझे पके भी जाएगा शूटिंग कर घर टे देख
ଆମେ ତ ପକାଇବା ସବୁ ଆଉ এটা টাইট করতে পোক মা যাক সমস্ত পোক ଆଜ୍ଞା ନମସ୍କାର ଆଜ୍ଞା कैमरा हमके लकारी छड़तीस काय कौन अब रावल लोक पागल करदेवे लोक पागल से पागल है कि तार देखली काय तार स्टाइल फोटो काढी देखे भला भला तो रा पैसे एते छोदरम जे भेंडिया में विख्यात रहितिस के धरा पडुचे नो केबे एबे हाथ आगे नहीं जय मैंने भयंकर का आगे खाली घुमा रहेगा तो मध्य प्रदेश बाबू रेडी
ଆଜ୍ଞା ନମସ୍କାର। ए अपा ती कैमरा रे लोग देखतो जे ती काम करतीस बेला तो तू मायने तने बोलले नाही यूट्यूब रे छोड़ा वासी ती को लोक मा सेकंड में जाला पर करे देख पोसा फोडुचे काम करला पर हेबार अछि ना मोर सानबा काम करछले लोक देखाई देखे त तू मा पोसा फोड ରାଜମଣା କରୁଛ সেটা আমি